ମୁଁ ସେ ବିଷୟରେ ଜାଣିନି, ସେଟା ମୁଖ୍ୟମନ୍ତ୍ରୀ ଜାଣିଥିବେ। ମନ୍ତ୍ରିମଣ୍ଡଳ ଗଠନ ସମ୍ପ୍ରସାରଣର ମାମଲା ଯେଉଁ ଅଛି ସେଟା ମୁଖ୍ୟମନ୍ତ୍ରୀଙ୍କର ବିଷୟ। ଖୁସି ଦୁଃଖ କ'ଣ ଅଛି, ଏଇଟା ତ ଗୋଟେ ପ୍ରକ୍ରିୟା। ରାଜନୀତି କରିବ, ଜେଲ୍ ଯିବ, ଜେଲ୍ରୁ ବାହାରିବ, ଏଇଟା ଗୋଟେ ପ୍ରକ୍ରିୟା। ଏଥିରେ ଖୁସି ଦୁଃଖ ହେବାର କ'ଣ ଅଛି ମୁଁ କିଛି ବୁଝିପାରୁନି। କ'ଣ ଆଲୋଚନା ହେଲା, ଖୁସି ଖୁସିରେ କଥାବାର୍ତ୍ତା ହେଲୁ, ମିଠା ଖୋଇଲି ତାଙ୍କୁ, ସେ ମୋତେ ଗୋଟେ ମିଠା ଖୋଇଲେ। ଶୁଣନ୍ତୁ, ମୁଁ ଏଇଟା କହିସାରିଛି ବାରମ୍ବାର, ମୋରୁ କାହିଁ କହୁଛନ୍ତି ଯେ ମୁଁ ତ କହୁଛି ଜଗନ୍ନାଥ ସେ ଜାଗାରେ ନଥିଲା, ତାକୁ ଗିରଫ କରିବାଟା ଉଚିତ ହେଇନାହିଁ। ମୁଁ ତ ଏଇଟା କହୁଛି। ଏଇଟା ଏଇଟା କେତେଥର ଆଉ କହିଲେ ଆପଣମାନଙ୍କୁ ସାଟିସ୍ଫ୍ୟାକ୍ସନ୍ ଲାଗିବ? ଜଗନ୍ନାଥ ପ୍ରଧାନକୁ ଗିରଫ ହେବା କଥା ନୁହେଁ। ଜଗନ୍ନାଥର ସଂଶ୍ଳିଷ୍ଟ ସେଥିରେ କିଛି ନଥିଲା, ବୁଝିଲେ ତ? ମୁଁ ସେଇ କଥାଟା ଏବେ ପୁନରାବୃତ୍ତି କରୁଛି। ଏ କପିଲ ଶର୍ମା ଗୋଟେ ଜୋକର ନାହିଁ, କମେଡ଼ି ଶୋ। ଏଇଟା ଆଉ ଗୋଟେ କମେଡ଼ିଆନ୍, ଆଉ କ'ଣଟେ ହେଇଯିବ ଏଥିରେ? କି କ'ଣଟା ହେଇ ରାହୁଲ ଗାନ୍ଧୀ ଗୋଟେ କମେଡ଼ି ଜୋକରଟେ ନୁହେଁ କି? ଗୋଟିଏ କପିଲ ଶର୍ମା ଆଇଲେ କ'ଣଟା ହେଇଯିବ, ରାହୁଲ ଗାନ୍ଧୀ ଆଇଲେ କ'ଣ ହେଇଯିବ? ସେ ତା ପାର୍ଟିର ଡାଇମେନସନ୍ କେମିତି କରିଦେଲେଣି ଦେଖୁଛନ୍ତି। ଆଉ ଡାଇମେନସନ୍ କ'ଣ କରିବେ? କଂଗ୍ରେସ ପାର୍ଟି ଆଗାମୀ ଶତାବ୍ଦୀରେ ବି ଉଧେଇବାର ଚାନ୍ସ ନାହିଁ। ରାହୁତକୁ ବାର୍ତ୍ତା ଦେଇ ଆସେ କି ବାର୍ତ୍ତା ଦେବେ? ଟି ସାର୍ଟ ପିନ୍ଧିବାର ବାର୍ତ୍ତା ଦେବେ କି କ'ଣ ବାର୍ତ୍ତା ଦେବେ? ରାହୁଲ ଗାନ୍ଧୀ କିଏ? ରାଜୀବଙ୍କର ପୁଅ। ରାଜୀବଟା କିଏ? ଇନ୍ଦିରା ଗାନ୍ଧୀଙ୍କର ପୁଅ। ଇନ୍ଦିରା ଗାନ୍ଧୀଟା କିଏ? ନେହେରୁର ଝିଅ। ଏଟା ତ ବଂଶାକ୍ରମିକ ଭାବରେ ଚଲେଇଛନ୍ତି ସେମାନେ, ପାର୍ଟିଟାକୁ ନିଜର ପ୍ରପର୍ଟି କରିକି ରଖିଛନ୍ତି। ଯେଉଁ ପ୍ରକାର ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ ପିରିୟଡ଼ରେ କାମ କରିଯାଇଛନ୍ତି, ମୋତେ ଲାଗୁନି ଯେ କଂଗ୍ରେସକୁ କିଏ ଗ୍ରହଣ କରିବେ ଓଡ଼ିଶା। ହଁ, ଦେଖାଯାଉ। ଆଶା କରିବାଟା ଭଲ। ଗୋଟେ ସଶକ୍ତ ବିରୋଧୀ ଦଳ ହେବାଟା ଠିକ୍, ଆମେ ସ୍ୱାଗତ କରିବୁ।